ସୁନ୍ଦର ସଂଗ୍ରାମରେ ଏକ ରୀତିକୁ ଉଦ୍ଦୀପ୍ତ କରିବା ପାଇଁ ଆମେ ଏଠାରେ ଉପସ୍ଥିତ ହୋଇଥିବା ଗ୍ରାମ ଉନ୍ନୟନ କମିଟିର ସଭାପତି ମହୋଦୟ ସଦସ୍ୟଗଣ বরিকে লালজি গোপাল সংস্কৃত মহাবিদ্যালয় বরিকের উচ্চ বিদ্যালয় বরিকের লালজি গোপালজি স্কুল বরিকের প্রাথমিক বিদ্যালয় তথা অঙ্গনবাড়ি সমস্ত অধ্যক্ষ অধ্যাপিকা শিক্ষক শিক্ষয়িত্রী সর্বোপরি বরিকের গ্রামবাসী এবং আদরণ কোটি কোটি ছাত্রছাত্রী আজ এই শুভ অবসরে আপন মানুষ সমস্ত মোর শুভেচ্ছা তথা অভিনন্দন বড় মানুষ মোর নমস্কার সার মানুষ মোর স্নেহ আশীর্বাদ আপন মানে সমস্তে জানতি আজ অগস্ট 15 2024 মସିହା ଭାରତବର୍ଷର ସ୍ୱାଧୀନତା ଦିବସ ଆଜିଠାରୁ ঠিক 77 ବର୍ଷ ପୂର୍ବେ ଅଗଷ୍ଟ 15 1947 ମସିହାରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା। ତେଣୁ ଆଜି 78ତମ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମହାସମାରୋହରେ ଶୁଭ ମନରେ ଠିଆ ହୋଇଛନ୍ତି। ଆପଣମାନେ ଜାଣନ୍ତି ସ୍ୱାଧୀନତା ଦିବସ ସ୍ୱାଧୀନତା କ'ଣ ପାଇଁ ଆମେ ସ୍ୱାଧୀନ ହେଲେ ନା ଆମେ ପରାଧୀନ ହେଇଥିଲେ। କ'ଣ ପାଇଁ ପରାଧୀନ ହେଇଥିଲେ? ଇତିହାସ କହେ ଖ୍ରୀଷ୍ଟପୂର୍ବ 10,000 ପୂର୍ବରୁ ଆମର ଇତିହାସ ଲିଖିତ ସିନ୍ଧୁ ସଭ୍ୟତା ଠାରୁ ଆରମ୍ଭ କରିକିରି ଏ ପର୍ଯ୍ୟନ୍ତ ଇତିହାସକୁ ଅନୁଧାବନ କଲେ ଜଣାପଡ଼େ ଯେ ଆମର ଭାରତବର୍ଷ ପୂର୍ବରୁ আফগানিস্তানରୁ ଆରମ୍ଭ କରିକରି ବର୍ମା ପର୍ଯ୍ୟନ୍ତ ତିବ୍ବତରୁ ଆରମ୍ଭ କରିକରି ସିଙ୍ଗଲ ମାଲଦ୍ୱୀପ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଆମର ଭାରତ ଥିଲା ସ୍ୱର୍ଣ୍ଣ ପ୍ରଭୁ। କିନ୍ତୁ ଏହି ବିଶାଳ ଜନଖଣ୍ଡରେ 584 ଗୋଟି ଦେଶୀୟ ରାଜ୍ୟ ଥିଲା। ସେହି ରାଜ୍ୟମାନଙ୍କରେ ନିଜ ରାଜାମାନେ ଶାସନ କରୁଥିଲେ। ସେମାନେ ସମସ୍ତେ ନିଜ ଭିତରେ ଅନ୍ୟ ରାଜ୍ୟକୁ କେମିତି ନିଜର ଅକ୍ତିଆରକୁ ଆଣିବେ ସେଥିପାଇଁ ଯୁଦ୍ଧ ହେଉଥିଲା, ସଂଗ୍ରାମ ହେଉଥିଲା। ସାଧାରଣ ଲୋକଙ୍କ ଭିତରେ ସଚେତନତା ନଥିଲା। ଏଣୁ ନିଜ ଭିତରେ ଅସୁବିଧା ସୃଷ୍ଟି ହେଉଥିବାରୁ ବିଦେଶୀମାନେ ଆମକୁ ଆକ୍ରମଣ କଲେ। ମୋଗଲ ଆସିଲେ, ଡଚ୍ ଆସିଲେ, ଇଂରେଜମାନେ ଆସିଲେ। ଦୀର୍ଘ ପ୍ରାୟ 1000 ବର୍ଷର ପରାଧୀନତା ଦଶମ ଶତାବ୍ଦୀରୁ ଆରମ୍ଭ କରିକିରି 1947 ପର୍ଯ୍ୟନ୍ତ ଆମେ ମୋଗଲ, ଓଲନ୍ଦାଜ, ଡଚ୍, ଇଂରେଜମାନଙ୍କର ଶାସନରେ ବ୍ୟସ୍ତ ହୋଇପଡ଼ିଥିଲୁ। ସମୟ ଥିଲା ଯେତେବେଳେ ଆମେ ସୁନ୍ଦର ଭାବରେ ଚଳୁଥିଲେ, ଭଲ ଭାବରେ ଆୟ କରୁଥିଲେ, ଚଳୁଥିଲେ। ବିଦେଶୀ ଆସିକିରି ଆମକୁ ସେମାନେ ଆମକୁ ଶାସନ କଲେ। ଆମର କୌଣସି ସ୍ୱାଧୀନତା ରହିଲା ନାହିଁ। ଆମେ କିଛି କହିଲେ ମଧ୍ୟ କେହି ଶୁଣିଲେ ନାହିଁ। ତାଙ୍କର କୋର୍ଟ, ତାଙ୍କର କଚେରୀ, ନ୍ୟାୟ ତାଙ୍କର ଅନ୍ୟାୟ ଦଣ୍ଡବିଧାନ ସବୁ ଆମ ସମସ୍ତଙ୍କୁ। ତେଣୁ ଭାରତର ଯେତେବେଳେ ଭାରତର ସମସ୍ତେ ହନ୍ତସନ୍ତ ହେଲେ ବିଦେଶୀ ଶାସନରେ, ଆମ ଦେଶର ମହାମନୀଷୀଗଣ ଯଥା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଲାଲ ବାହାଦୁର ଶାସ୍ତ୍ରୀ, ସୁଭାଷ ଚନ୍ଦ୍ର ବୋଷ, ଲାଲ ବାଲ ପାଲ, ମହାରାଣୀ ଲକ୍ଷ୍ମୀବାଇ, ଏମିତି ଆହୁରି ଅନେକ ଯୋଦ୍ଧା, ଅନେକ ସଂଗ୍ରାମ। ଆପଣମାନେ ଜାଣିଥିବେ ଆମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ଆମ ନିକଟସ୍ଥ ଘେସ୍ ଜମିଦାର ମାଧବ ସିଂ, ତାଙ୍କ ପୁଅ ବୈରୀ ସିଂ, କୁଞ୍ଜଲ ସିଂ, ହଟେଇ ସିଂ, ତାଙ୍କର ଜ୍ୱାଇଁ ନାରାୟଣ ସିଂ। ତାଙ୍କ ସହିତରେ ଆଶ୍ଚର୍ଯ୍ୟ ପିଲାମାନେ ତମେ ଜାଣିଲେ ଯେ ଆମ ଢେଙ୍କାନାଳର ଗୋଟିଏ ମାତ୍ର 12 ବର୍ଷର ପିଲା ଯିଏକି ତମ ବୟସର, ସେ ବି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲା। ଇଂରେଜମାନଙ୍କୁ ଯେତେବେଳେ ନଦୀ ପାର କରିବା ପାଇଁ ମନା କଲା, ଇଂରେଜମାନେ ତାକୁ ଗୁଳିରେ ନିହତ କରିଥିଲେ। ଏମିତି ସବୁ ଆମର ଇତିହାସ।
এই সমস্ত লাগি অনেক যুদ্ধ, অনেক ঘটা অনেক আন্দোলন করে 1857 মସିହାରେ সিপাহী বিদ্রোহ ହେଲା। 1919 ମସିହାରେ ଜେନେରାଲ ଡାୟର ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରେ ଆମର ଲୋକମାନଙ୍କୁ ଗୁଳି ଆନ୍ଦୋଳନ କରୁଥିବା ସମୟରେ ଗୁଲି ଫୁଟେଇ ନିହତ କରିଥିଲେ। ଏମିତି ଅନେକ ଦୁଃଖ କଷ୍ଟ ଏ ଭାରତ ଜନନୀ ଭାରତର ନାଗରିକ ସମସ୍ତେ ସହି ଆସିଛି। ଏବେ ଦୁଃଖର କଥା 1947 ମସିହା ଅଗଷ୍ଟ 15 ଦିନ ଅନେକ ଆନ୍ତର୍ଜାତିକ ଲୋକ ନେତାଙ୍କ ଚାପ ବଳରେ ବ୍ରିଟିଶ ସରକାର ସେ ନିଜ ଦେଶକୁ ଚାଲିଗଲା, ଆମକୁ ସ୍ୱାଧୀନତା ଦେଇଗଲା। ତେଣୁକରି ଆମେ ସେହି ଦିନଠାରୁ ଭାରତ ଏକ ସ୍ୱାଧୀନ ଦେଶ ହେଲା, ଆମେ ସମସ୍ତେ ସ୍ୱାଧୀନ ଦେଶର ନାଗରିକ ହେଲେ। ତେଣୁ ସେହି ଦିନଟାକୁ ମନେ ରଖିବା ପାଇଁ ଆମେ ଏହି ଉତ୍ସବ ପାଳନ କରୁଛୁ ପ୍ରତ୍ୟେକ ଅଗଷ୍ଟ 15ରେ। ତେବେ ଏଠାରେ ମୋର ସମସ୍ତଙ୍କୁ ଅନୁରୋଧ, ସମସ୍ତଙ୍କୁ କହିବାର କଥା ଯେ ଆମେ ଯେଉଁ ଆମର ପୂର୍ବ ଦୀର୍ଘ ହଜାର ବର୍ଷର ପରାଧୀନତା ସ୍ୱୀକାର କରିଥିଲେ କ'ଣ ପାଇଁ, ସେଟା ଇତିହାସକୁ ପଢ଼ିଲେ ଆମେ ସମସ୍ତେ ଜାଣିବେ। ତେଣୁ ଆମର କର୍ତ୍ତବ୍ୟ ହେଲା ଆମର ଯେଉଁ ମହାମନିଷୀ ପୂର୍ବପୁରୁଷଗଣ କେତେ ଆମକୁ ସ୍ୱାଧୀନତା ଆଣି ଦେଇଛନ୍ତି ତାକୁ କେମିତି ଆମେ ବଜାୟ ରଖିପାରିବା, ସେହି ସମ୍ବନ୍ଧରେ ଆମକୁ କାର୍ଯ୍ୟ କରିବାକୁ ଯେ ଯେକୌଣସି ସ୍ଥାନରେ ଥାଉ, ଜଣେ ଯୁବକ ହଉ, ଜଣେ କୃଷକ ହଉ, ଜଣେ ଚାକିରିଆ ହଉ, ଜଣେ ଛାତ୍ର ହଉ, ଜଣେ ଛାତ୍ରୀ ହଉ, ଯାହାର ଯାହା କର୍ତ୍ତବ୍ୟ, ଆମେ ଯଦି ନିଜ କର୍ତ୍ତବ୍ୟକୁ ଭଗବାନ ସ୍ୱରୂପ ମନେ କରି ତାକୁ ଯଦି ଆମେ ପାଳନ କରିବା ତାହେଲେ ନିଶ୍ଚିତ ଭାବରେ ଦେଶ ଏବଂ ଦେଶର ମଙ୍ଗଳ ହେବ। ଆମ ସ୍ୱାଧୀନ ଭାରତରେ ମହାମନିଷୀମାନେ ଆମର ପୂର୍ବତନ ନେତାଗଣ ସ୍ଲୋଗାନ ଦେଇଥିଲେ। ତୁମେ ଜାଣ ମହାତ୍ମା ଗାନ୍ଧୀ କହିଥିଲେ 1942 ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ କହିଥିଲେ ମର ବା ମର। ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଉଦ୍ବୋଧନ ଦେଇ କହିଥିଲେ ଆରାମ ହାରାମ ହେ। ଆମେ ଯଦି ଅଳସୁଆ ହେବା ସେ ନିଶ୍ଚିତ ଭାବରେ ଆମର କ୍ଷତି ସାଧନ କରିବ। ଲାଲ ବାହାଦୁର ଶାସ୍ତ୍ରୀ କହିଥିଲେ ଜୟ ଯବାନ ଜୟ କିଷାନ। ତାଙ୍କର ଯେଉଁ ନାରା ପ୍ରତିଫଳିତ ହେଉଥିଲା ସାରା ଭାରତ ବର୍ଷରେ, ଆଜି ମଧ୍ୟ ଆମର କୁଲି କମାଣ୍ଡେଣ୍ଟ ଜୟ ଯବାନ ଜୟ କିଷାନ ଧ୍ୱନି ଦେଇ ଏହି ସ୍ଥଳକୁ ପ୍ରକମ୍ପିତ କରିଦେଇଥିଲେ। ତତ୍କାଳୀନ ତୃତୀୟ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କହିଥିଲେ ଗରିବୀ ହଟାଓ। ଏ ଦେଶରୁ ଗରିବୀ ହଟେଇବା କଥା କମ୍ କାମ ବେଶୀ। ତାପରେ ଆସିଲେ ଆମର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ସେ କହିଥିଲେ ଜୟ ଯବାନ ଜୟ କିଷାନ ସହିତ ଜୟ ବିଜ୍ଞାନ। ବର୍ତ୍ତମାନ ଆମର ସାମ୍ପ୍ରତିକ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, ତାଙ୍କର ନାରା ହେଉଛି ସବକେ ସାଥ ସବକେ ବିଶ୍ୱାସ ସବକେ ପ୍ରୟାସ। ଏସବୁ ଜିନିଷକୁ ଆମେ ଆଖି ଆଗରେ ରଖି ଆମର କର୍ତ୍ତବ୍ୟ ସମ୍ପାଦନ କରିବା ବୋଲିକି ଆଜି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ବର୍ତ୍ତମାନ ପାଇଁ ଏତିକିରେ ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ନମସ୍କାର, ଜୟ ହିନ୍ଦ, ଜୟ ଭାରତ।